କାଲିର ଦାନମାଝି ଆଉ ଆଜିର ଜିତୁ ମୁଣ୍ଡା। ସେବେ କାନ୍ଧରେ ଥିଲା ଶବ, ଆଉ ଆଜି କାନ୍ଧରେ ଅଛି କଙ୍କାଳ। ସେତେବେଳେ କଳାହାଣ୍ଡି ଆଉ ଏବେ କେନ୍ଦୁଝର ସବୁ ସମାନ, ହେଲେ ବଦଳିଛି ସରକାର। କିନ୍ତୁ ଏବେ ବି ବଦଳି ନାହିଁ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା। ଗୋଟିଏ ଆଦିବାସୀର ଦୁଃଖ ଶୁଣି ବଦଳି ଯାଇଛି ସେବେର ସରକାର। କିନ୍ତୁ ଆଜି ବି ସେହି ଆଦିବାସୀ ହେଲେ ପ୍ରତିବାଦର ନୀରବ ସ୍ୱର ସାମ୍ନାରେ ହାର ମାନିଛି ପ୍ରଶାସନିକ ବ୍ୟବସ୍ଥା। କେନ୍ଦୁଝରର ଜିତୁ ମୁଣ୍ଡା ଯେତେବେଳେ ବୁଝାଇ ପାରିଲେନି ଯେ ତାଙ୍କ ଭଉଣୀ ଆଉ ଏ ଦୁନିଆରେ ନାହାନ୍ତି, ସେତେବେଳେ ସେ ବାଧ୍ୟ ହୋଇ କବରରୁ ଭଉଣୀର କଙ୍କାଳକୁ ବାହାର କରି କାନ୍ଧରେ ବୋହି ଆଣିଲେ। ଏହି ଦୃଶ୍ୟ କେବଳ ପଥର ନୁହେଁ, ବରଂ ବ୍ୟାଙ୍କ ଓ ପ୍ରଶାସନର କଠୋର ହୃଦୟକୁ ବି ତରଳାଇ ଦେଇଛି। ଶେଷରେ ଜିତୁକୁ ତାଙ୍କ ଭଉଣୀର ଜମାପୁଞ୍ଜି ଟଙ୍କା ଓ ସତ୍କାର ପାଇଁ ସହାୟତା ମିଳିଛି ସତ, ହେଲେ ନୀରବ ପ୍ରତିବାଦ ସାମ୍ନାରେ ବଡ଼ବଡ଼ିଆ ବାବୁଙ୍କ ଚେତନା ଶକ୍ତି ଚିଙ୍କି ଉଠିଛି। ଜିଲ୍ଲା ପ୍ରଶାସନ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ କଲରାଙ୍କ ମୃତ୍ୟୁ ସାର୍ଟିଫିକେଟ୍ ଓ ଲିଗାଲ ହେୟାର ସାର୍ଟିଫିକେଟ୍ ପରିବାରକୁ ପ୍ରଦାନ କରିଛି। କେଉଁଝର ଜିଲ୍ଲା ପାଟଣା ବ୍ଲକ ଦିଆନାଳି ଗାଁର ଜିତୁ ମୁଣ୍ଡାଙ୍କ ଭଉଣୀ କଲରା ମୁଣ୍ଡା 2 ମାସ ତଳେ ଆଖି ବୁଜିଥିଲେ। ଜିତୁ ନିଜ ହାତରେ ଭଉଣୀକୁ ଗାଁ ମାଟିରେ କବର ଦେଇଥିଲେ। କିନ୍ତୁ ଯେବେ ଟଙ୍କାର ଆବଶ୍ୟକ ପଡ଼ିଲା, ସେ ବ୍ୟାଙ୍କ ଗଲେ ଭଉଣୀର ଜମା ଟଙ୍କା ଆଣିବା ପାଇଁ। କିନ୍ତୁ ପ୍ରମାଣପତ୍ର ଆଳରେ ବ୍ୟାଙ୍କ ପକ୍ଷରୁ କୌଣସି ଟଙ୍କା ମିଳିନଥିଲା। ସେ ପ୍ରମାଣ ପାଇଁ କବର ଖୋଳି ଭଉଣୀର କଙ୍କାଳ ବାହାର କଲେ। ଗୋଟିଏ ବସ୍ତାରେ ସେହି କଙ୍କାଳକୁ ଭରି ପ୍ରଚଣ୍ଡ ଖରାରେ 3 କିଲୋମିଟର କାନ୍ଧରେ ବୋହି ବୋହି ବ୍ୟାଙ୍କକୁ ନେଲେ। ଯେତେବେଳେ ଜିତୁ ବ୍ୟାଙ୍କ ପରିସରରେ ସେହି କଙ୍କାଳକୁ ରଖିଲେ, ସେଠାରେ ଥିବା ଲୋକେ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ। ଭଉଣୀ ଆକାଉଣ୍ଟରୁ ଟଙ୍କା ପାଇବା ପାଇଁ କବରରୁ କଙ୍କାଳକୁ ବାହାର କରିବାକୁ ପଡ଼ିଥିଲା। ଏହା ଥିଲା ବ୍ୟବସ୍ଥା ବିରୁଦ୍ଧରେ ଜଣେ ମଣିଷର ନୀରବ ପ୍ରତିବାଦ। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି ସତ, ହେଲେ ଘଟଣାରୁ କିଛି ଶିଖିବାକୁ ମଧ୍ୟ ମିଳିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 18+।